नमस्कार जय जगन्नाथ केमती अच्छा आपण मैंने आशा कर भलरे थे तेज चलतु आज भिडियोटी आरंभ करवा। तेज आज आम कथा ओडिशार गोटे बहुत पवित्र परंपरागत और भावनापूर्ण पर्व सावित्री व्रत विषय रे। यह व्रत केवल उपवास नुहे, यह हूँ पतिंकर बा स्वामींकर दीर्घायु जीवन, परिवार मंगल और नारींकर अतुट भक्तिर प्रतीक। ଏହି ସାବିତ୍ରୀ ବ୍ରତ ଓଡ଼ିଶାର ଘରେ ଘରେ ବିବାହିତ ନାରୀମାନେ ଏହି ଦିନ ସାବିତ୍ରୀ ବ୍ରତ ଦିନ ଭକ୍ତି ସହିତ ଶ୍ରଦ୍ଧାର ସହିତ ଏହି ସାବିତ୍ରୀ ବ୍ରତ ବା ସାବିତ୍ରୀ ଓଷାକୁ କରିଥାନ୍ତି। ତେବେ ଆଜିର ଭିଡ଼ିଓରେ ଆମେ ଜାଣିବା ସାବିତ୍ରୀ ବ୍ରତ କେବେ ପଡ଼େ, କାହିଁକି ପାଳନ କରାଯାଏ, ପୂଜା ବିଧି କ'ଣ, ସାବିତ୍ରୀ ସତ୍ୟବାନଙ୍କ କାହାଣୀ କ'ଣ, ଓଡ଼ିଶାରେ କେମିତି ପାଳନ ହୁଏ ଏବଂ ଆଧୁନିକ ସମୟରେ ଏହାର ମହତ୍ତ୍ୱ କ'ଣ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତେବେ ସାବିତ୍ରୀ ବ୍ରତ କେବେ ପଡ଼େ? ସାବିତ୍ରୀ ବ୍ରତ ପଡ଼େ ସାଧାରଣତଃ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ। ତେବେ ଏ ବର୍ଷ ସାବିତ୍ରୀ ବ୍ରତ ପଡ଼ୁଛି 16 ମେ 2026 ଶନିବାର। ସେଦିନ ଶନି ଜୟନ୍ତୀ ମଧ୍ୟ ଅଛି। ତେବେ ଏହି ଦିନକୁ କେତେକ ଜାଗାରେ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଓଡ଼ିଶାରେ ଏହାକୁ ବହୁତ ଭକ୍ତି ଓ ଶ୍ରଦ୍ଧା ସହିତ କରାଯାଇଥାଏ। ପ୍ରତିବର୍ଷ ମେ କିମ୍ବା ଜୁନ୍ ମାସ ମଧ୍ୟରେ ଏହା ପଡ଼ିଥାଏ। ତେବେ କାହିଁକି ପାଳନ କରାଯାଏ? ବିବାହିତ ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁ, ଭଲ ସ୍ୱାସ୍ଥ୍ୟ, ସୁଖ ସମୃଦ୍ଧି, ପରିବାରର ଶାନ୍ତି ପାଇଁ ଏହି ବ୍ରତକୁ ଶ୍ରଦ୍ଧାର ସହିତ ନିଷ୍ଠାର ସହିତ ପାଳନ କରିଥାନ୍ତି। ଏହା ନାରୀଙ୍କ ପ୍ରେମ, ତ୍ୟାଗ, ଧୈର୍ଯ୍ୟ, ଭକ୍ତିର ପ୍ରତୀକ। ଓଡ଼ିଆ ଘରେ ଏହି ପର୍ବର ଅନେକ ଭାବନା ମଧ୍ୟ ରହିଛି। ମା ମାନେ, ଝିଅମାନେ, ବୋଉମାନେ ସମସ୍ତେ ମିଶି ଏହି ବ୍ରତକୁ ପାଳନ କରିଥାନ୍ତି। ତେବେ ସାବିତ୍ରୀ ସତ୍ୟବାନଙ୍କ କାହାଣୀ। ପୁରାଣ ଅନୁସାରେ ରାଜା ଅଶ୍ୱପତିଙ୍କ ଝିଅ ଥିଲେ ସାବିତ୍ରୀ। ସେ ଅତ୍ୟନ୍ତ ସୁନ୍ଦରୀ, ବୁଦ୍ଧିମତୀ ଓ ସତୀ ନାରୀ ଥିଲେ। ସାବିତ୍ରୀ ନିଜ ସ୍ୱାମୀ ଭାବରେ ବାଛିଥିଲେ ସତ୍ୟବାନଙ୍କୁ, କିନ୍ତୁ ଋଷିମାନେ କହିଥିଲେ ସତ୍ୟବାନଙ୍କ ଆୟୁଷ ଅତ୍ୟନ୍ତ କମ୍। ତଥାପି ସାବିତ୍ରୀ କହିଥିଲେ, ମୁଁ ଯାହାକୁ ଏକଥର ମନରେ ସ୍ୱାମୀ ଭାବରେ ବରି ନେଇଛି ସେ ହିଁ ମୋର ସବୁକିଛି। ବିବାହ ପରେ ସେ ଜଙ୍ଗଲରେ ସ୍ୱାମୀ ସହ ରହୁଥିଲେ। ଏକ ଦିନ ସତ୍ୟବାନ କାଠ କାଟିବାକୁ ଯାଇଥିଲେ। ହଠାତ୍ ତାଙ୍କ ଶରୀର ଖରାପ ହେଲା ଓ ସେ ଭୂମି ପରେ ପଡ଼ିଗଲେ। ସେତେବେଳେ ଯମରାଜ ତାଙ୍କ ପ୍ରାଣ ନେବାକୁ ଆସିଥିଲେ। ସାବିତ୍ରୀ ଯମରାଜଙ୍କ ପଛେ ପଛେ ଯିବା ଆରମ୍ଭ କଲେ। ଯମରାଜ କହିଲେ, ତୁମେ ଫେରିଯାଅ। କିନ୍ତୁ ସାବିତ୍ରୀ ଭକ୍ତି, ବୁଦ୍ଧି ଓ ଧର୍ମର କଥା କହି ଯମରାଜଙ୍କୁ ପ୍ରସନ୍ନ କରିଦେଲେ। ଯମରାଜ କହିଲେ, ମାଗ ଯାହା ମାଗିବ। ପ୍ରଥମେ ସାବିତ୍ରୀ ଶ୍ୱଶୁରଙ୍କର ଚକ୍ଷୁଦାନ ମାଗିଲେ, ଦ୍ୱିତୀୟରେ ରାଜ୍ୟ ଫେରାଇବାକୁ ମାଗିଲେ ଓ ତୃତୀୟରେ ସତ ସନ୍ତାନର ଆଶୀର୍ବାଦ ମାଗିଲେ ବା ଶତପୁତ୍ରର ଜନନୀ ବୋଲି ମାଗିଲେ। ଯମରାଜ ହଁ କହିଦେଲେ, କାରଣ ସେ ବହୁତ ତର୍ତ୍ତରେ ଥିଲେ। ସାବିତ୍ରୀ ହସି କହିଲେ, ପତି ବିନା ମୁଁ କିପରି ସନ୍ତାନ ପାଇବି? ତାପରେ ଯମରାଜ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ସତ୍ୟବାନଙ୍କୁ ପୁଣି ଜୀବନ ଫେରାଇ ଦେଲେ। ଏହି କାହାଣୀ ଦେଖାଇଥାଏ ଯେ ସତୀ ନାରୀର ଶକ୍ତିର ମହତ୍ତ୍ୱ କେତେ, ବୁଦ୍ଧିର ଜିତ୍ କେମିତି ହୁଏ, ପ୍ରଥମ ପ୍ରେମର ବିଜୟ କେମିତି ହୁଏ, ତା ସହିତ ଧର୍ମର ମହତ୍ତ୍ୱ କ'ଣ। ତେବେ ଓଡ଼ିଶାରେ ସାବିତ୍ରୀ ବ୍ରତ କେମିତି ପାଳନ ହୁଏ? ପ୍ରତ୍ୟେକ ନାରୀ ବା ସୁହାଗନ ସ୍ତ୍ରୀ ଲୋକ ଓଡ଼ିଶାରେ ସାବିତ୍ରୀ ବ୍ରତ ଦିନ ସକାଳୁ ଉଠି ସ୍ନାନ ସାରି ମହିଳାମାନେ ସକାଳୁ ଉଠି ପବିତ୍ର ସ୍ନାନ କରନ୍ତି, ନୂଆ ଶାଢ଼ୀ ପିନ୍ଧନ୍ତି, ଲାଲ, ହଳଦିଆ କିମ୍ବା ଶୁଭ ରଙ୍ଗର ଶାଢ଼ୀ ପିନ୍ଧନ୍ତି, ସିନ୍ଦୁର, ଶଙ୍ଖା, ଚୁଡ଼ି ପିନ୍ଧନ୍ତି, ସୁହାଗର ସମସ୍ତ ଚିହ୍ନକୁ ପିନ୍ଧିଥାନ୍ତି, ଉପବାସ ରହିଥାନ୍ତି ଓ ଅନେକ ମହିଳା ପୁରା ଦିନ ନିର୍ଜଳ ଉପବାସ ମଧ୍ୟ କରିଥାନ୍ତି। ପୂଜା ସାମଗ୍ରୀରେ ଆମ୍ବ, କଦଳୀ, ନଡ଼ିଆ, ପାନ, ସୁପାରି, ଫୁଲ, ଦୀପ, ସୂତା, ବଟଗଛ ପତ୍ର କିମ୍ବା ପୂଜା ସ୍ଥଳୀକୁ ସଜାଡ଼ିଥାନ୍ତି। ବଟଗଛ ପୂଜା। ଏହି ଦିନ ବହୁତ ଜାଗାରେ ବରଗଛ ଚାରିପାଖେ ସୂତା ବାନ୍ଧି ପୂଜା କରାଯାଇଥାଏ। ବରଗଛକୁ ଦୀର୍ଘାୟୁର ପ୍ରତୀକ ଭାବେ ମନାଯାଇଥାଏ। ତେବେ ବ୍ରତ କଥା। ସାବିତ୍ରୀ ସତ୍ୟବାନଙ୍କ କଥା ଏହି ବ୍ରତ ଦିନ ପଢ଼ାଯାଇଥାଏ ଓ ଶୁଣାଯାଇଥାଏ ଓ ପତିଙ୍କ ଆଶୀର୍ବାଦ ନିଆଯାଇଥାଏ। ସନ୍ଧ୍ୟାବେଳେ ସ୍ୱାମୀଙ୍କ ପାଦସ୍ପର୍ଶ କରି ଆଶୀର୍ବାଦ ନିଆଯାଏ। ଯାହା ବି ଫଳମୂଳ ଭୋଗ ଲାଗିଥାଏ, ନୂଆ ଶାଢ଼ୀ ପୂଜା ହେଇଥାଏ, ତାକୁ ପିନ୍ଧି ସ୍ତ୍ରୀ ଲୋକମାନେ ସ୍ୱାମୀଙ୍କର ଆଶୀର୍ବାଦ ନିଅନ୍ତି ଓ ଘରେ ବଡ଼ ଲୋକଙ୍କର ଆଶୀର୍ବାଦ ନେଇଥାନ୍ତି ଓ ସମସ୍ତଙ୍କୁ ପ୍ରସାଦ ଖୁଆଇଥାନ୍ତି। ତେବେ ସାବିତ୍ରୀ ବ୍ରତ କେବଳ ପୂଜା ନୁହେଁ, ଏହା ଗୋଟେ ପାରିବାରିକ ଉତ୍ସବ।
माँ माने झील मान को शिखाती परंपरा, बोहू माने शशुर घर रीति शिखती, बोहू माने शशुर घर रीतिनीति संस्कार शिखि था। परिवार एक साथी रे मिसी थाए। गाँ अंचल बहुत सुंदर माहौल होता है यह समय। तेबे आधुनिक समय यार महत्व कौन? आज समय कहीं केवल परंपरा भाव करती और कहीं भक्ति सह करती, किंतु यार मूल संदेश होछि बा उद्देश्य होछि सम्मान, विश्वास, सहयोग, पारिवारिक प्रेम और संपर्कर मूल्य। यही कारण यही पर्व आज मध्य जीवंत। तेबे चलतु जानिबा किछि जना अजଣା तथ्य। पश्चिम ओडिशा रे केतेक स्थान रे याकू अलगा नाम रे मध्य कुहा जाय कि बट सावित्री पूजा। विदेश रे थिबा ओडिया महिला माने मध्य एही व्रत को पालन करथांती। यह ओडिया संस्कृतिर गौरव। तेबे दर्शक बंधु, सावित्री सत्यवान कहानी उपरे आधारित यही सावित्री व्रत आमको एटा मध्य शिखई थाए जे जदि आमे दृढ़तार सहित किछि चाहिबा ताहले ताकू पूर्ण करि परिबा। मु जदि जने कोच हिसाब रे कहिबी, सावित्री मध्य सेमती दृढ़ विश्वास रखिथिले। से कुहा जाय थाई ना इंग्लिश रे नेवर गिव अप। से गिव अप कर नथिले। से स्वामींकर जीवन पई यमराज को पछे मध्य दौड़ी थिले, जे कि समस्तकर प्राण नवा पई उद्दिष्ट। किंतु यमराजंकु से हरई तांकर आशा को पूर्ण करि पारथिले। से तांकर स्वामी को जीति पारथिले। सेमती जदि आमे कौनसी ना कौनसी प्रॉब्लम पड़ी ताको जदि सॉल्यूशन करिया पई चाहिबा, एमते दृढ़तार सहित रास्ता को अतिक्रम करिवा उचित, ताहले जाई आमे अचीव करि परिबा। सावित्री व्रत साधारणतः खरा दिन में पड़ी थाए। तेणुक यही दिन में जो भी फल आमर उद्दिष्ट थाए, सीजनाल फल थाए, से फल को खाई सावित्री जो मैंने व्रत करि से माने रही थांती। आउ साधारणतः बाप घर सावित्री भार आसी थाए झील मैंने सावित्री व्रत करने। तेणु गत सहित शाशुघर लोक, बाप घर लोक, निजे स्त्री, स्वामी समस्ते परिवार वर्ग जड़ित थांती। तेणुक जितेबले आम भगवान को पूजा करूँ, विश्व ब्रह्मांड विश्व अधिकारी को पूजा करूँ, सेतेबेले जेते आम पवित्र मनरे पूजा करवा, इंटेंशनली पूजा करवा, भक्ति करवा जे यही उद्देश्य मोर पूरण हो, ताहले से उद्देश्यटी पूरण होता है। तेणु सावित्री व्रत को पवित्र मनरे खुशी रे श्रद्धार सहित करंतु, बाध्यबाधकतार करंतु नहीं। और समस्त प्रति सम्मान देखांतु, स्वामी घर लोक हुंतु बा बाप घर लोक हुंतु। सावित्री व्रत गोटे श्रद्धार व्रत। जहाँ भी मिलला आपण जीवन में, जो शाढ़ी मिलला, जिते भी फल पाइले से संतुष्ट होइकि व्रत को करंतु। देखिए सावित्री सत्यवान भाया आपण जीवन मध्य खुशी रे पूरी उठिबो। आपण को सावित्री व्रत उपलक्षे अनेक शुभेच्छा और शुभकामना। तेबे दर्शक बंधु, यह थिला सावित्री व्रतर संपूर्ण तथ्य, किंतु शॉर्ट रे। आपण जदि आहरी वीडियो देखिया पई चाहुचंदी, मो चैनल रे ऑलरेडी अछि, ताको मते चेकआउट करि परिबे। तेबे आपण को घरे सावित्री व्रत केमिति पालन हुए कमेंट रे निश्चय लिखंतु। वीडियो भल लागिले लाइक करिवे, शेयर करिवे, सब्सक्राइब करिवे। नमस्कार, जय जगन्नाथ।